ରାମ ନାରାୟଣ ରାମ। ମୁଁ ଏହି କଥାଗୁଡ଼ିକ ବାରମ୍ବାର କହୁଛି ଯେଣେ କି ତୁମେ ନିରାଶା ଏବଂ ହତାଶାର ଜାଳରେ ଫସି ନ ପଡ଼। ଏହି ଶବ୍ଦଗୁଡ଼ିକ ତୁମ ମନରେ ଗଭୀର ଭାବରେ ବସିଯିବା ଉଚିତ। ଦେବା ନେବା ମଧ୍ୟରେ ଅସମାନତା ସୃଷ୍ଟି ହୁଏ। କିଏ କିଛି ଦେଇପାରେ, ତାଏ କିଏ ଦେଇପାରେ ନାହିଁ। ଏହାରେ ଏକ ଅଜୀବ ପରିସ୍ଥିତି ସୃଷ୍ଟି ହୋଇଯାଏ। ଏହାଠାରୁ ଭଲ ଯେ ଏପରି ପରିସ୍ଥିତି ନ ସୃଷ୍ଟି ହେଉ। ତୁମମାନଙ୍କ ସହ ମୋର ଏକ ଅନୁବନ୍ଧ ଅଛି। ତୁମେ କିଛି ଦେବାକୁ ପଡ଼ିବ ନାହିଁ, କେବଳ ମୋତେ ସମ୍ପର୍କ ରଖିବାକୁ ହେବ। ମୁଁ ତୁମକୁ ନିଶ୍ଚିତ ଭାବରେ ଗ୍ୟାରେଣ୍ଟି ଦେଉଛି ଯେ ମୁଁ ତୁମକୁ ସେହି ଗନ୍ତବ୍ୟସ୍ଥଳରେ ନେଇଯିବି। ତୁମେ ନିଶ୍ଚିନ୍ତ ହୋଇ ଗୃହସ୍ଥ ଧର୍ମ ପାଳନ କରିଯାଅ। ଯେଉଁଠି କାର୍ଯ୍ୟ ହୋଇଅଛି ସେଠି ଠିକ୍ ଭାବରେ କରିଯାଅ। ସଠିକ୍ ସମୟ ଆସିଲେ ମୁଁ ନିଶ୍ଚିତ ଭାବରେ ଦେଖାଦେବି। ଛୋଟ ଶିଶୁଙ୍କ ମୁହଁରେ ମଧ ଦେଇଲେ ସେ ମଧର ସ୍ୱାଦ ଜାଣିପାରେ। ଏକଥା ତୁମେ ଏବେ ଅନୁଭବ କରିପାରୁଛ। ଏବେ ଯେତେବେଳେ ତୁମେ ଏହି ଅନୁଭବକୁ ପାଇବ, ସେତେବେଳେ ଦେଖିବ ତୁମେ କିପରି ନିମଗ୍ନ ହୋଇଯିବ। ତୁମ ପାଇଁ ଏକ ଶଯ୍ୟା ପ୍ରସ୍ତୁତ ହୋଇଅଛି। ସେଠି ଯାଇଲେ ତୁମେ ସବୁ ଜାଣିପାରିବ, ସବୁ ବୁଝିପାରିବ। ତୁମେ ସେହି ମହାସମାଧିରେ ବିଲୀନ ହୋଇଯିବ। ଗୁରୁ ହେବା ପରେ ମୋତେ ଅଳ୍ପ ସ୍ୱାଧୀନତା ଦିଅ। ଗାଏ ଏବଂ ଗୁରୁ ମଧ୍ୟରେ କୌଣସି ତଫାତ ନାହିଁ। ଗାଏ ଥିବା ଦୁଗ୍ଧ ଯଦି ନ ମିଳେ, ତାହା ପାଇଁ ଏଠି ସେଠି ଖୋଜିବାକୁ ହୁଏ। ଏମିତି ଯଦି ତୁମେ ଗୁରୁତ୍ୱ ନେଇବାକୁ ଚାହଁ, ଯଦି ସେହି ଅବସ୍ଥାରେ ପହଞ୍ଚିବାକୁ ଚାହଁ, ତାହେଲେ ମୋତେ ମୁକ୍ତ ରଖ। ମୋତେ ଏମିତି ଅପେକ୍ଷାର ବନ୍ଧନରେ ପକାଇ ନରଖ। ଦିନକୁ ହଜାର ଏପରି ବିଘ୍ନ ଏସୁଥିଲେ। କେତେ ସମସ୍ୟା ହୋଇପାରେ। ସବୁକିଛି ପଢ଼ିବା ସମ୍ଭବ ହୁଏ ନାହିଁ। ତୁମେ ମୋତେ ଗ୍ରହଣ କରିବା ଦ୍ୱାରା ନିଜ ନିର୍ଣ୍ଣୟ କର। ଯଦି 40-50 ଲୋକ ଛାଡ଼ି ଯାଆନ୍ତି, ତେବେ ଏହା ଭାବିବା ଉଚିତ ନୁହେଁ ଯେ ଗୁରୁଦେବ କିଛି କରିନାହାନ୍ତି। ମୁଁ ତୁମକୁ ଏହି ନିଶ୍ଚିତା ଦେଉଛି ଯେ ମୁଁ ତୁମକୁ ନିଶ୍ଚିତ ଭାବରେ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବି। ସେଠି ପହଞ୍ଚିବାକୁ ଇଚ୍ଛା କରୁଥିବା 1000 ଲୋକ ହେଉ କି 10,000, କୌଣସି ଅସୁବିଧା ହେବ ନାହିଁ। ରାମ ନାରାୟଣ ରାମ।